ତାହା ତମ ସାରଙ୍କ ହୃଦୟରେ ନାହିଁ। ସେ ବଳ ପଶୁଛନ୍ତି ଚାଲୁ ଆଉ କଣ ଚାଲିନି, ଆଉ କଣ ମୁଁ ବଇଛି 14 ଥରି ଗୋଟେ ମାଇଲିଣି, ଖାଲି ଛାନ୍ଦ ଉପରେ ଚାଲିଛି। ଆଉ ଦେଖିବି କେତେଟା ଛାନ୍ଦ ହଉଛି ଯଦୁମଣି ମହାପାତ୍ରର ରୁକ୍ମିଣୀ ପରିଣୟ, ମୁଁ ଟିକେ ଦେଖିବି। ଉତ୍ତର ଦେଲା ରୁକ୍ମଣ। ବାପା ବାଧ୍ୟ ହେଲେ। ଆଉ ପୁଅ କଥାକୁ ନ ମାନିଲେ ଅସୁବିଧା ହବ। କହିଲେ ଯେତେ ଶୀଘ୍ର ପାରୁଛୁ ଯା, ଚିଠିଟିଏ ନେଇ ବାସ୍ କୁଣ୍ଡିନ ନଗରରେ ପହଞ୍ଚିବୁ। ଆଚ୍ଛା ରାଜା ବାପାକୁ ଦେଇକି ଆସିବୁ ଚିଠି। ରାଜା ବାପା ଚିଠିଟି ପାଇବ, ବାସ୍ ସେ ଆସିବ। ଆସିବେ। ଲେଖିଲେ କୁଣ୍ଡିନ ନଗର କ୍ଷୀର ସାଗର ଲକ୍ଷ୍ମୀ ଆମ୍ଭର। କୁଣ୍ଡିନ ନଗର ରୂପକ କ୍ଷୀର ସାଗରରେ ଆମର ଗୋଟାଏ ଝିଅ ଲକ୍ଷ୍ମୀ ଅଛି, ତା ନା ରୁକ୍ମିଣୀ। ବିବାହ କରିବା ପାଇଁ ସେ ଝିଅକୁ ଆମେ ସ୍ଥିର କରିଛୁ ଆମ ରାଜ୍ୟର ଉପପ୍ରାନ୍ତରେ ମା କନକ ଦୁର୍ଗା, ମା କାଳୀ ମନ୍ଦିରରେ। ଆପଣ ଯଥା ଶୀଘ୍ର ଆପଣଙ୍କ ପୁଅଙ୍କୁ ନେଇ ଆସି ଆମ ରାଜ୍ୟରେ ପହଞ୍ଚି ଯାଆନ୍ତୁ। ବାସ୍ ବାପା ଲୋ, ରାଜା ଚିଠିଟା ପଢିଲା, କହିଲା ରେ ବାବା, ସୁନ୍ଦର ପାତ୍ରୀଟିଏ ମନକୁ ମନ ଆସିକି ଜୁଟିଲାଣି। ବେଳେ ବେଳେ 100 କିଲୋମିଟର ଦୌଡୁଥାଉ, ଆଚ୍ଛା ହଜାର ହଜାର ଟଙ୍କା 10,000 ଟଙ୍କା ପେଟ୍ରୋଲ ପଡୁଥିବ, ଝିଅଟିଏ ପାଇବନି, ପାଇପାରିବନି। କିନ୍ତୁ ବେଳ ପଡିବ, ଏମିତି ସମୟ ଆସିବ ଟଙ୍କାଟି ଖର୍ଚ୍ଚ ହବନି, ମାଗଣା ମାଗଣା ଝିଅଟି ଆସିକି ମିଳିବ। ଆଜ୍ଞା 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 ହଉନି ବାପା? ହଉଛି ତ, ଗାଁ ଘରେ ତ ଥିବ ସେଇ ଝିଅଟା। ଆଉ ଆଚ୍ଛା ସଜନ ବର୍ଗେ, ଆଜ୍ଞା ଆପଣ ମାନଙ୍କର ରାଜକନ୍ୟା ରୁକ୍ମିଣୀ। ବାସ୍ ତେଣୁ ହେ ସଜନ ବର୍ଗେ, ଆପଣ ମାନଙ୍କର ଲେଖା ହେଇଗଲା ଚିଠି। ବାସ୍ କୁଣ୍ଡିନ ନଗର କ୍ଷୀର ସାଗର ଲକ୍ଷ୍ମୀ ଆମ୍ଭର ମନ୍ଦିରେ ମଣ୍ଡିବେ ଅଛି ଏହି ସମତି। ମନ୍ଦିର ବାହାଘର ହବ। ମନ୍ଦିରରେ ବାହାଘର କରିବେ। ଋତୁ ପକ୍ଷ ତିଥିବାର ଶୁଭ ଯୋଗ ଯୋଗେ ସାର, ସ୍ନାନେ ଅଷ୍ଟମ ଚନ୍ଦ୍ରାଦି ରିଷ୍ଟ ନୁହନ୍ତି। ଆଚ୍ଛା 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 ଲକ୍ଷ୍ମୀ ପାଇଁ ଯଦି ଲକ୍ଷ୍ମୀ ବାହାଘର ହବ, ତା ପାଇଁ ଋତୁ କଣ ଦରକାର, ତିଥି କଣ ଦରକାର, ପକ୍ଷ କଣ ଦରକାର, ଡେଟ୍ କଣ ଦରକାର? ନାଇଁ, ଡେଟ୍ କିଛି ଦରକାର ପଡୁନି। ଯୋଉ ଦିନ ଚାହିଁବ ସେଇ ଦିନ ହେଇପାରିବ, ବାହାଘର ହେଇପାରିବ। ଆପଣ ଆସନ୍ତୁ। ବାସ୍ ଦମଘୋଷ ରାଜା ଖୁସି ହେଇଗଲା, କହିଲା ଯାହା ହଉ ଗୋଟେ ଭଲ ପାତ୍ରୀଟେ ପାଇଗଲି ତ। କହିଲେ ଯାହାକୁ ଯାହା ଦେବାକୁ ବସୁଧାରା, ଦେବାକୁ ବସୁଧାରା, ଦେବାକୁ ବସୁଧାରା, ତାହା ସେହିପରି ମନ୍ତ୍ରୀ ସଦ୍ୟ ସର୍ଜିଲା, ସତ୍ୟ ସଜିଲା, ହେ ସତ୍ୟ ସଜିଲା। କରିବାରୁ କରିବାରୁ ଧପଟ ଧୂଳି ମହିରୁ, ଧପଟ ମହିତ ହିରୁ, ଧପଟ କରି ମହିରୁ। ଭାସ୍କର କର ଭାଗୁପୁର କରେ ତତିଲା, କରେ ପତିଲା, ହେ କରେ ପତିଲା। ଘନ ଘୋଟି ଗଲା ସମାନେ, ଘୋଟି ଗଲା ସମାନେ, ଘନ ଘୋଟି ଗଲା ସମାନେ, ଘୋଟି ଗଲା ସମାନେ। ଜନିତ ପରିଜନିତ ବାଦ୍ୟ ଗର୍ଜନେ, ରାଜା ଯାହାକୁ ଯାହା କହିଲା ସମସ୍ତେ ରେଡି। ଆଉ ବାହାରିଲେ ସବୁ ବିଦର୍ଭ କଟକକୁ, ଭୀଷ୍ମକ ରାଜ୍ୟକୁ। ଦମ ଦମ ଡମ 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 ହେଇକି ଯେମିତି ବିଭିନ୍ନ ପ୍ରକାର ବାଦ୍ୟ ବଜାଇ ଚାଲିଛନ୍ତି, ବାଜା ବାଜି ଚାଲିଛି। ବାଜିଲା
ରୁକ୍ମିଣୀ ଏପଟେ ସଖୀ ମାନଙ୍କ ସାଙ୍ଗରେ ଉପବନ ଭିତରେ ଖେଳୁଛି। ଆଚ୍ଛା 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 ତାକୁ କିଛି ଜଣା ନାହିଁ। ନାଇଁ ଏକଥା ତାଙ୍କୁ ଜଣା ନାହିଁ। କଳ୍ପକ କବିବାରେ ଏ କଳା କଳ୍ପନାରେ କଳ୍ପ ମୋଜା ମୋଜା ଓ ସରୋଧାରେ ଆରେ ମୋଜା ମୋଜା ସରୋଧାରେ ମୋଜା ମୋଜା ସରୋଧାରେ ଚକ୍ର ବନ୍ଦର ବାଦ୍ୟ ବକ୍ର ନେତ୍ରୀ କି ସଦ୍ୟ ଅକ୍ରରେ ତିନି ସଜ ଅକ୍ରରେ ତିନି ସଜ ପତନ କଲା ବସୁଧାରେ ସେ ବାରି ଯାଖି বাড়ি যাকি আহা ধরে বাড়ি যাকি ବାରିଧି ପ୍ରତିନିଧି ଝାଳ আরে বাড়ি ভি প্রতিনিধি ବାରିକି ବୋହିଲା ତତ୍କାଳ আরে বাড়ি রহিলা তৎকাল ବୋହି ହୋଇଲା ମେଳ ସଖୀ କୂଳ ଆକୁଳ দড়ি হইলা মেল সখী কুল আকুল ରୋଦନ ଜଳ ଅଶୃଙ୍ଖଳ ବାରି ରାଖିବା ଆଉ ଥରେ ବାରି ଯାକି ରହିଲା ଜଳ ଯାକି କଳ୍ପକ କବିବାରେ ଏ କଳା କଳ୍ପନାରେ ମଜା ମଜା ଓ ସରଧାରେ। ବାସ୍ ହେ କବି ମାନେ ଆଜ୍ଞା ଏଇ ଯୋଉ କଳା ଆହା ତାକୁ କଳ୍ପନାରେ ମଜା ଉଠାଅ। ବାସ୍ କାହିଁକି କାହିଁକି ନା ଚକ୍ର ବନ୍ଦାଣ ବାଦ୍ୟ ବାଜି ଯାଇଛି। ଆଚ୍ଛା ବକ୍ର ନେତ୍ରୀଙ୍କି ସଦ୍ୟ ପତନ କଲା ବସୁଧାରୀ। ଆଚ୍ଛା ବକ୍ର ନେତ୍ରୀ ବୋଲେ ରୁକ୍ମିଣୀ। ରୁକ୍ମିଣୀ ରୁକ୍ମିଣୀ ସଖୀ ମାନଙ୍କୁ କହିଲେ କଣ କହୁଛନ୍ତି କହିଲା ଲୋ ସଖୀ ୱାଓ କଣ କିଲୋ ବଉଳ ଏ ସଖୀ ଆଉ କଣ ମ ଗୋଟେ ବାହାଘର ବାଜା ବାଜୁଛି। ଏ ମା ବାହାଘର ବାଜା କୁଆଡେ ଆସିବ ମୋ ଏ ଜାଗାକୁ ହେଲା କୁଆଡେ କଣ କାରି ବାହାଘର ହଉଛି ସିଆଡେ ବାଜା ବାଜୁଛି ଆମର କଣ ସେ ଜାଗାରେ ଯାଉଛି ତତେ ଶୁଭୁନି ଠିକରେ? ହଇଲ ମକର ହଲୋ ବାହାଘର ବାଜା ବାଜୁଛି କିଲୋ ହଁ ବାଜା ବାଜୁଛି ଯେ କାର ବାହାଘର କିଏ ଆଉ ଜାଣିଛି? କି ଜାଣେ ଗୋଟିଏ ସତ- ସଖୀ ଉତ୍ତର ଦେଲା କହିଲା ହୁଣ୍ଡି ବୁଝିପାରୁନୁ ହଁ କଣ ମ ତୋରି ବାହାଘର ବାଜା ବାଜୁଛି। କଣ ହେଲା ମୁଁ ଜାଣିନି ମୋ ବିଭାଗର ହବ। ହଁ ହଁ ତୋ ବାପା ଡକେଇ ସାରିଛନ୍ତି ହଁ ହଁ ସେଦି ରାଜ୍ୟର ରାଜା ହଁ ଶିଶୁପାଳ ସଙ୍ଗତରେ। ଆଚ୍ଛା ଶିଶୁପାଳ ନା 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 କହିଲା ନାଇଲୋ ନାଇଁ 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 ମୁଁ ମରିଯିବି। ବାସ୍ ମରିଯିବି ଭାସି ଯିବ ସୁଭାଷୀ ହଁ ହଁ ଦାସିଏ ହେଲେ ଭାସି ଆହା ଦାସିଏ ହେଲେ ଭାସି ଦାସିଏ ହେଲେ ଭାସି ଏ ଚିନ୍ତା ରାଶି ନାସିବ କେ ନାସି ନାସି ବାପେ ପ୍ରଳয়ে ମାର୍କଣ୍ଡେୟ ଦଶା ପରି ଉଦୟ ଆହା ଅଥା ପରି ହୃଦୟ ଅଥା
ଭାଳିଲେ ଚାଳିବାଉ ଦନ୍ତ ଆହା ଭାରିଲେ ଚାରେ ବାହୁ ଦନ୍ତ। মরণ কষ্ট বুঝি দ্বন্দ্ব মরণ কষ্ট দিগন্ত। চরণ করি সাহা হরণ কলে যাহা বলে যাহা মরণ কলে আসন্তু এই বলবন্ত সহচরীরে ଚିଠି ଲେଖିବା ଆରମ୍ଭ କଲେ ପ୍ରଭୁଙ୍କର ପାଖକୁ। କେମିତି ଚିଠି ଲେଖିଲେ? କେମିତି କେମିତି କହିଲେ ନିଗମ ବନିତାର ଉଲଗ ଭାସି ଖର ମଞ୍ଜୁ ମଞ୍ଜୁଳ କରି ରୁଠ ପାଲା ତ 12ଟାରେ ଭାଙ୍ଗୁଛୁ, କାଲି ତ 7:19ରେ ତୁ ଆଇଲୁ, ଆଜି ମୋ ବାଇକ 7ଟାରେ ଆସିଲା। ମୋ ବାଇକ 7:20ରେ ହେଇଥିଲୁ କି ଆଜି? 7:20ରେ ହେଇଥିଲୁ। ଘଣ୍ଟା ଦେଖୁଛ ଆଉ। ମୁଁ କହିଥିଲି ଆଉ ଏଠୁ ବଉଳମାଳ ଯିବିନି, କାହିଁକି ମୋର ଭଙ୍ଗା ଦେହ। ମୁଁ କହିଥିଲି ମୋ ପାଇଁ ଅଧଘଣ୍ଟେ 45 ମିନିଟ୍ ସମୟ ମୋ ପାଇଁ ତମେ ଟିକେ ଅଧିକ ଖଟିବ, ମୁଁ ଟିକେ କମ ଖଟିବି। ତାହା ତମ ସାରଙ୍କ ହୃଦୟରେ ନାହିଁ। ସେ ବଳ ପଶୁଛନ୍ତି। ଚାଲ ଆଉ କଣ ଚାଲିନି? ଆଉ କଣ ମୁଁ ବଇଛି? ନାଇଁ ମ 14 ଥରି ଗୋଟେ ମାଇଲିଣି, ଖାଲି ଛାନ୍ଦ ଉପରେ ଚାଲିଛି। ହଉ ଦେଖିବି ଏଇ ଭଙ୍ଗା ଦେହରେ କେତେଟା ଛାନ୍ଦ ହଉଛି। ଯଦୁମଣି ମହାପାତ୍ରର ରୁକ୍ମିଣୀ ପରିଣୟ ମୁଁ ଟିକେ ଦେଖିବି। ହଁ ହଉ।